ମୁଁ ଆଜ୍ଞା ସେ କଣ୍ଟ୍ରୋଭର୍ସିରେ ଜାଣିନି, ମୁଁ ତ ଦେଖିନି ସେ କ'ଣ କହିଛନ୍ତି। ଆଉ ପିୟୁଷ ତ ଆପଣମାନଙ୍କ ହିସାବରୁ ମୁଁ ଏବେ ବି ଶୁଣିଛି ସେ ପିୟୁଷ ଏ ବର୍ଷ ରହିବନି କୋଉଠି। ଦେଖନ୍ତୁ ଆଜି ଗୋଟେ ବହୁତ ଭଲ ଦିନ। ସେ ଏଇ ଆଜିର ଖାସ କରି ଏଇ ଦିନରେ ମୋ ପାଇଁ ଗୋଟେ ବହୁତ ସ୍ମରଣୀୟ ଦିନ। ମୁଁ ଏତେ କୌଣସି କଣ୍ଟ୍ରୋଭର୍ସିରେ ପଶିବାକୁ ଆଉ କହିବାକୁ ଷ୍ଟେଟମେଣ୍ଟ ମୁଁ ଚାହୁଁଛି। ଆଜ୍ଞା କଣ କହିବେ? ବିଭିନ୍ନ ମଞ୍ଚରେ ଦେଖିବା ମିଳେ ଅଶ୍ଳୀଳତା, କିଏ ଘୋଡ଼ା ଦେଖିଲାଣି ତ କିଏ ହାତୀ ଦେଖିଲାଣି। ଆପଣ ଗୋଟେ ରୋବୋଟ ଦେଖଉଛନ୍ତି ଯୋଉଟା କି IPL ହଉଥିଲା, କଣ କହିବେ? ନମସ୍କାର। ମୁଁ ସର୍ବପ୍ରଥମେ ଆଜି ଅପେରା ଜାଗିର ଆସିଥିବା ସମସ୍ତ ଦର୍ଶକ ବନ୍ଧୁଙ୍କୁ ଧନ୍ୟବାଦ ଦେବି। ତାଙ୍କ ପାଖରେ ଆମେ ଅପେରା ଜାଗିର ଟିମ୍ ବହୁତ ଋଣୀ। ଆଜି ଏତେ ବର୍ଷା ପାଗ ଏତେ ଖରାପ ଥିବା ସତ୍ତ୍ୱେ ଯୋଉ ହଜାର ହଜାର ସଂଖ୍ୟାର ଦର୍ଶକ ଆସି ଆମକୁ ଯୋଉ ଉତ୍ସାହିତ କରିଛନ୍ତି, ଆମ ଟିମ୍କୁ ଯୋଉ ଭଲ ପାଇବା ଦେଇଛନ୍ତି, ଆପଣମାନେ ତ ନିଶ୍ଚିତ ଭାବେ ଆଜିର ରୋବୋଟିକ୍ ଡଗ୍ର ଏଣ୍ଟ୍ରି ଆପଣମାନେ ଦେଖିଥିବେ। ଯେଉଁ ଭଳିଆ କ୍ରେଜ୍ ଥିଲା, ଯେଉଁ ଭଳିଆ ଛୋଟ ଛୋଟ ପିଲାମାନେ ତା ସହିତ ଖେଳୁଥିଲେ, ଯେଉଁ ଭଳିଆ ଦର୍ଶକ ବନ୍ଧୁମାନେ ଭଲ ପାଇବା ଦେଲେ, ସବୁ କଥାର ସବୁ ଜଳ୍ପନାର ଅନ୍ତ ଘଟାଇ ଆଜି ରୋବୋଟିକ୍ ଡଗ୍ ଯେତେବେଳେ ପ୍ରଥମେ ଅପେରା ଜାଗିରରେ ଆଜି ତାର ଷ୍ଟେଜ୍ ପ୍ରୋଗ୍ରାମ କଲା, କେଉଁ ହିସାବରେ ଭଲ ପାଇବା ଦେଇଛନ୍ତି, ମୁଁ ଆପଣମାନଙ୍କୁ ଅନୁରୋଧ କରିବି ସେ ପ୍ରକାର ଭିଜୁଆଲ ସବୁ ଯଦି ଆପଣମାନେ ରେକର୍ଡିଂ କରିଥିବେ ତାକୁ ନିଶ୍ଚିତ ଆପଣଙ୍କ ଏ ସାଇଟ୍ରେ ସବୁ ପୋଷ୍ଟ କରିବେ। ଦର୍ଶକମାନେ ଦେଖନ୍ତୁ ଆକ୍ଚୁଆଲି ଲୋକମାନେ କେତେ ଉତ୍ସାହର ସହିତ ରୋବୋଟିକ୍ ଡଗ୍ର ଯାହା ଯେଉଁ ପ୍ରକାର ତାର ଅଛି ଆକ୍ଟିଭିଟି ତାକୁ ଏନ୍ଜୟ କଲେ। ଦେଖନ୍ତୁ ମୁଁ ତ ସର୍ବପ୍ରଥମେ ଧନ୍ୟବାଦ ଦେବି ଆମ ଅପେରା ଜାଗିର ଯେଉଁମାନେ ଟିମ୍ ମେମ୍ବର ଅଛନ୍ତି, ସେଥିରେ ସେମାନଙ୍କର ଅବଦାନ ସେମାନେ ମୋତେ ଜଣେଇଲେ। ଆଉ ମୋ ମ୍ୟାନେଜମେଣ୍ଟ ଟିମ୍କୁ ଆଉ ସବୁ ଶ୍ରେୟ ଯିବ ମୋ ମ୍ୟାନେଜମେଣ୍ଟ ଟିମ୍। ମୁଁ ଆଜ୍ଞା ସେ କଣ୍ଟ୍ରୋଭର୍ସିରେ ଜାଣିନି, ମୁଁ ତ ଦେଖିନି ସେ କ'ଣ କହିଛନ୍ତି। ଆଉ ପିୟୁଷ ତ ଆପଣମାନଙ୍କ ହିସାବରୁ ମୁଁ ଏବେ ବି ଶୁଣିଛି ସେ ପିୟୁଷ ଏ ବର୍ଷ ରହିବନି କୋଉଠି। ସେଟା ସମୟ କହିବ, ଯେପର୍ଯ୍ୟନ୍ତ ସେ ସମୟ ଆସିନି ସେ ବିଷୟରେ ମୋର କିଛି ଷ୍ଟେଟମେଣ୍ଟ ଦେବା ଠିକ୍ ହବନି। ସେଟା ତାଙ୍କ ପର୍ସନାଲ ମତ, ଏଇଟା ବି ସତ କଥା। ଆଜିକା ଡେଟ୍ରେ ସେ ବି ଯାହା କହୁଛନ୍ତି ତାଙ୍କ ଷ୍ଟେଟମେଣ୍ଟ, ତାଙ୍କ ନିଜ ପଇସା, ତାଙ୍କ ନିଜ ପ୍ରପର୍ଟି, ତାଙ୍କର ଷ୍ଟେଟମେଣ୍ଟ ସେଟା। ଦେଖନ୍ତୁ ଆଜି ଗୋଟେ ବହୁତ ଭଲ ଦିନ। ସେ ଏଇ ଆଜିର ଖାସ କରି ଏଇ ଦିନରେ ମୋ ପାଇଁ ଗୋଟେ ବହୁତ ସ୍ମରଣୀୟ ଦିନ। ମୁଁ ଏତେ କୌଣସି କଣ୍ଟ୍ରୋଭର୍ସିରେ ପଶିବାକୁ ଆଉ କହିବାକୁ ଷ୍ଟେଟମେଣ୍ଟ ମୁଁ ଚାହୁଁନି। ଧନ୍ୟବାଦ ଆପଣଙ୍କୁ। ଆପଣ ନାଟକ ବିଷୟରେ କମିଟି ମେମ୍ବରଙ୍କୁ ପଚାରି ବୁଝିଥିବାରୁ। ଏବେ ବି କହୁଛି ବହୁ ଉଚ୍ଚ କୋଟିର କଳାକାରଙ୍କ ପାଖରେ ନା କୋଉ ରୋବୋଟ ନା କୋଉ ମେକାନିଜିମ୍ କିଛି ବି କାମ କରିବନି, ସବୁ ଫିକା ପଡ଼ିଯିବ। ଅପେରା ଜାଗିର ଦୀର୍ଘ 20 ଦିନ ହେଲା ନାଟକ କରୁଛୁ, କାରଣ ନାଟକ ଉପରେ ଆମେ ଗୁରୁତ୍ୱ ଦେଉଛୁ। ଆମର ପ୍ରଥମ ମୋଟ ନାଟକ କେମିତି ସରସ ସୁନ୍ଦର ହବ, ଦର୍ଶକମାନେ କେମିତି ତାକୁ ଭଲ ପାଇବା ଦେବେ। ନାଟକ ଯେତେ ଏ ନାଟକ ପାଇଁ କେତେ କଣ୍ଟ୍ରୋଭର୍ସି ଆପଣମାନେ ଜାଣିଛନ୍ତି। ଏ ପ୍ରଥମ ନାଟକ ଯିଏ ହେଉଛି 20 ଦିନ ହେଇଗଲାଣି ତା ରିହର୍ସାଲ। ଆଜି ତାର ଭଗବାନଙ୍କ ଦୟାରୁ ଆଜି ତାର ଶେଷ ପର୍ଯ୍ୟାୟରେ ଆପଣମାନେ ଦେଖିବାକୁ ପାଇଲେ ଏତେ ଲୋକମାନଙ୍କର ଭଲ ପାଇବା। ଆଉ ନାଟକ କୋଉ ଭଳିଆ ପାରିବାରିକ ନାଟକ, ସମ୍ପୂର୍ଣ୍ଣ ରୂପେ ପାରିବାରିକ ଶିକ୍ଷଣୀୟ ନାଟକ। ବହୁ ଜିନିଷ ଏ ନାଟକ ଦେଖିଲେ ଆପଣ ଶିଖିବାକୁ ପାଇବେ, ବହୁତ ଶିକ୍ଷଣୀୟ ନାଟକ। ମୋର ଆଶା ବିଶ୍ୱାସ ଦର୍ଶକଙ୍କ ମହଲରେ ଭଲ ପାଇବା ଦେବେ, ଭଲ ପାଇବା ଚାହୁଁଥିବ। କିଛି କମିଟି ବାଲା ଆପଣଙ୍କର ଆଜି ବୁକିଂ କଲେ, ସେମାନଙ୍କୁ କିଛି ଡିସକାଉଣ୍ଟ ମିଳିଲା ନା କେମିତି କ'ଣ ବୁକିଂ ହେଲା? ଦେଖନ୍ତୁ ପ୍ରଥମ କଥା ରୋବୋଟିକ୍ ଡଗ୍ର କୌଣସି ତା ପାଇଁ କିଛି ଏକ୍ସଟ୍ରା ବର୍ଡନ ନାହିଁ, କିଛି ଏକ୍ସଟ୍ରା ଅଡିଏନ୍ସ ନାହିଁ, କିଛି ପ୍ରେସର ନାହିଁ।
रोबोटिक डॉग सेबे भी कही ये संपूर्ण अपेरा जाग्यसेनी कमिटी और दर्शक मानक फ्री ऑफ कॉस्ट प्रोवाइड करछि आउ जहाँ पूर्व निर्धारित जहाँ प्राइस आम थिला ताकू नहीं चली ए जो भावुवे कि किसी कमिटी वाला कि दर्शक बंधु ये गोटे मुझे देखुची किसी गोटे दौरान कमेंट दौरान आज्ञा कहवा बहुत सहज करवा बहुत कष्ट आम ये सब जिनस देखे कि मेंचे पुंजी पाइबा चक्कर ना कि रोबोटिक डॉग रे आम रखीदे आम किसी एक्सट्रा पैसा कमिटी टू करूँ जब से गोटे प्रमाण देदेवे से किसी आम टीम को तो आमर प्रथम मोट एमती कौन स्कैम ना आम स्कैम कर पैसा रोजगार करूँ आम नाटक भल करूँ नाटक को बिकबू नाटक को भल रखीचु दर्शक मानक आमर अनुरोध आपण मैंने आम नाटक देखा आसतु भल नाटक आपण मेकिंग करूँ। आप 5 मिनट